ଶିଶୁ ବା ଛୋଟ ପିଲା କହିଲା ମାନେ ଆମ ଆଖି ସାମ୍ନାରେ ସାଙ୍ଗେ ସାଙ୍ଗେ ଗୋଟେ ଧୂଳି ଖେଳ, କଣ୍ଢେଇ ଖେଳ, ଚକୋଲେଟ୍‌ରେ ମାତିଥିବା ହସ ହସ ନିଷ୍ପାପ ଗୁଲଗୁଲିଆ ଚେହେରାଟେ ନାଚିଯାଏ। ହେଲେ ଏମିତି ହଜାର ହଜାର ଶିଶୁ ଅଛନ୍ତି ଯେଉଁମାନଙ୍କ ଶୈଶବ ସମୟର ଖୁବ୍ ପୂର୍ବରୁ ସରିଯାଇଥାଏ, ଖୁବ୍ ଶୀଘ୍ର ହଜିଯାଇଥାଏ। ଏଇ ନିକଟରେ ମୁଁ ୟୁନିସେଫ୍ ଦ୍ୱାରା ପ୍ରକାଶିତ ଗୋଟିଏ ରିପୋର୍ଟ ବା ଖବର ବା କାହାଣୀର ସଂସ୍ପର୍ଶରେ ଆସିଥିଲି, ଯେଉଁଠି ଦାର୍ଜିଲିଂର ଗୋଟେ କୁନି ଝିଅକୁ ତାକୁ ଦିଲ୍ଲୀରେ ଚାକିରି ଦେବା ବାହାନାରେ ନିଜ ଘରୁ ବା ଦାର୍ଜିଲିଂରୁ ନେଇ ଯାଉଛନ୍ତି ଜଣେ, କିନ୍ତୁ ସେ ଆଉ ତାପରେ ନିଜ ଘରକୁ, ନିଜ ପରିବାର ପାଖକୁ କେବେ ବି ଫେରି ପାରୁନାହିଁ। ଏ କେବଳ ଗୋଟିଏ କାହାଣୀ ନୁହେଁ, ଏମିତି ହଜାର ହଜାର ଲକ୍ଷ ଲକ୍ଷ କାହାଣୀ ଆମ ଚାରିକଡ଼େ, ଆମ ସମାଜରେ, ଆମ ପୃଥିବୀରେ ପ୍ରତିଦିନ ଘଟୁଛି, ଯେଉଁଠିକି ଶିଶୁମାନଙ୍କୁ ନିଜ ଘରୁ, ନିଜ ଗାଁରୁ ଦୂରେଇ ଦିଆଯାଉଛି ଏବଂ ସେମାନଙ୍କୁ ଗୋଟେ ନର୍କ ଭିତରକୁ, ଗୋଟେ ଅନ୍ଧାର ଭିତରକୁ ସବୁଦିନ ପାଇଁ ପେଲି ଦିଆଯାଉଛି। ଏ କାହାଣୀ ହେଉଛି ଚାଇଲ୍ଡ ଟ୍ରାଫିକିଂ ବା ଶିଶୁ ଚୋରା ଚାଲାଣର। ଯେତେବେଳେ ଶିଶୁ ଶ୍ରମିକ କିମ୍ବା ଘରୋଇ କାମ କିମ୍ବା ଭିକ ମାଗିବା କିମ୍ବା ଦେହ ବ୍ୟବସାୟରେ ନିୟୋଜିତ କରିବା ପାଇଁ ଶିଶୁମାନଙ୍କୁ ସେମାନଙ୍କ ପରିବାରଠୁ କିଣି ନିଆଯାଏ, କିଣାବିକା ହୁଏ, ସେମାନଙ୍କୁ ଚାଲାଣ କରାଯାଏ, ସେତେବେଳେ ତାକୁ ଚାଇଲ୍ଡ ଟ୍ରାଫିକିଂ ବା ଶିଶୁ ଚୋରା ଚାଲାଣ କୁହାଯାଇଥାଏ। ସଦ୍ୟ ପ୍ରକାଶିତ NCRB ଡାଟା ଅନୁସାରେ ବର୍ଷ 2023ରେ ଭାରତରେ ଦର୍ଜ ହୋଇଥିବା ସମୁଦାୟ ନିଖୋଜ ବ୍ୟକ୍ତିଙ୍କ ସଂଖ୍ୟା ହେଉଛି 4,84,584। ସେଥିରୁ ନିଖୋଜ ଶିଶୁଙ୍କ ସଂଖ୍ୟା ହେଉଛି 91,296 ଏବଂ ସେଥିରୁ ନିଖୋଜ ଝିଅପିଲା ବା ବାଳିକାଙ୍କ ସଂଖ୍ୟା ହେଉଛି 68,835। NCRB ଡାଟା ଅନୁସାରେ 2023 ମସିହାରେ ଭାରତରେ ସର୍ବାଧିକ 14,667ଟି ନିଖୋଜ ଶିଶୁଙ୍କ ସଂଖ୍ୟା ଦର୍ଜ କରାଯାଇଥିଲା ପଶ୍ଚିମବଙ୍ଗ ବା ୱେଷ୍ଟବେଙ୍ଗଲରେ। ତାପରେ ମଧ୍ୟପ୍ରଦେଶରେ 12,091ଟି ଏବଂ ତାମିଲନାଡୁରେ 7,826ଟି। ଓଡ଼ିଶାରେ ମଧ୍ୟ ଦର୍ଜ ହୋଇଥିବା ସମସ୍ତ ଶିଶୁ ବିରୋଧୀ ଅପରାଧର ମାମଲା ଭିତରୁ ସର୍ବାଧିକ ହେଉଛି ଏହି ଶିଶୁ ନିଖୋଜର ସଂଖ୍ୟା 5,978। ଏହି ଶିଶୁ ଚୋରା ଚାଲାଣ କେବଳ ଆମ ଭାରତର କିମ୍ବା ଆମ ରାଜ୍ୟର ସମସ୍ୟା ନୁହେଁ, ଏହା ଗୋଟେ ଗ୍ଲୋବାଲ ଇସ୍ୟୁ ବା ସମସ୍ତ ପୃଥିବୀର ସମସ୍ୟା। ୟୁନିସେଫ୍ ଡାଟା କୁହେ ଯେ ସମସ୍ତ ପୃଥିବୀରେ ହେଉଥିବା ସମୁଦାୟ ହ୍ୟୁମାନ୍ ଟ୍ରାଫିକିଂର ଚାଇଲ୍ଡ ଟ୍ରାଫିକିଂର ମାତ୍ରା ହେଉଛି 28ରୁ 38%। ସର୍ବାଧିକ ସବ୍ ସାହାରାନ୍ ଆଫ୍ରିକାନ୍, ସେଣ୍ଟ୍ରାଲ ଆମେରିକା ଏବଂ କ୍ୟାରିବିଆନ୍ ଅଞ୍ଚଳରେ ସର୍ବାଧିକ ଶିଶୁ ଚୋରା ଚାଲାଣର ଖବର ସାମ୍ନାକୁ ଆସିଥାଏ। ଶିଶୁ ଚୋରା ଚାଲାଣର ସମସ୍ୟା ସର୍ବାଧିକ ଗ୍ରାମୀଣ ଏବଂ ଜନଜାତି ବହୁଳ ଅଞ୍ଚଳରେ ରହୁଥିବା ଗରିବ ସୀମାରେଖା ତଳ ପରିବାରଗୁଡ଼ିକରେ ଦେଖାଯାଏ। ସେହି ବାପା ମା' ମାନେ ଅର୍ଥାଭାବ କାରଣରୁ ବହୁତ ସମୟରେ ନିଜ ଛୁଆଙ୍କ ସହିତ ଏମିତି ଗୋଟେ ପଦକ୍ଷେପ ନେବାକୁ ବାଧ୍ୟ ହୁଅନ୍ତି, ଯାହା ସାଧାରଣତଃ ଜଣେ ମା' କିମ୍ବା ବାପା ପକ୍ଷରେ ନିଜ ଛୁଆକୁ ନେଇ ଭାବିବା ଅସମ୍ଭବ। ସେ ଚାକିରି ପାଇଁ ହେଉ କିମ୍ବା ଗୋଟେ ସୁରକ୍ଷିତ ଭବିଷ୍ୟତ ପାଇଁ ହେଉ କିମ୍ବା ଝିଅ ଛୁଆ ହୋଇଥିଲେ ତାକୁ ବାହା କରେଇଦେବା ପାଇଁ ହେଉ, ବାହା କରେଇକି ଗୋଟେ ସୁରକ୍ଷିତ ଭବିଷ୍ୟତ ଦେବା ପାଇଁ ହେଉ, ସେମାନେ ନିଜ ଛୁଆକୁ ବିକି ଦେଇଥାନ୍ତି କିମ୍ବା କାହା ସହିତ ବାହାରକୁ ପଠେଇ ଦେଇଥାନ୍ତି। ଏବଂ ସେମାନଙ୍କୁ କ'ଣ କରାଯାଏ, ତାପରେ ନେଇକି କୌଣସି ଫାର୍ମ ଅର୍ ଫ୍ୟାକ୍ଟ୍ରି ଅର୍ ଇଣ୍ଡଷ୍ଟ୍ରିରେ ଚାଇଲ୍ଡ ଲେବର ହିସାବରେ, ଶିଶୁ ଶ୍ରମିକ ହିସାବରେ କିମ୍ବା କୌଣସି କାହା ଘରେ ଘରୋଇ ଡୋମେଷ୍ଟିକ୍ ହେଲ୍ପର ଅର୍ ଘରୋଇ କାମରେ ନିୟୋଜିତ କରାଯାଏ। ସେମାନଙ୍କୁ ଭିକ ମାଗିବା ପାଇଁ ରାସ୍ତାରେ ଛାଡ଼ି ଦିଆଯାଏ କିମ୍ବା ଏମିତି ବି ହୁଏ ଯେ ସେମାନଙ୍କୁ ବହୁତ ସମୟରେ ଦେହ ବେପାରରେ ମଧ୍ୟ ନିୟୋଜିତ କରାଯାଏ। ଏମିତିକି ମୁଁ ଏବେ ରିସେଣ୍ଟଲି ଗୋଟେ ଭିଡ଼ିଓ ଦେଖୁଥିଲି, ଯେଉଁଥିରେ କି ଗୋଟେ 5 ବର୍ଷର ଛୁଆକୁ ସେମାନେ ଉଦ୍ଧାର କରିଛନ୍ତି, ଯାହାକୁ କି ତାକୁ ସଜେଇକି ଲିପଷ୍ଟିକ୍ ଲଗେଇକି ରେଡ୍ ଲାଇଟ୍ ଏରିଆରେ ରାସ୍ତାରେ ଠିଆ କରାଯାଇଛି ବେପାର କରିବା ପାଇଁ। ଏହାଦ୍ୱାରା କେବଳ ସେମାନଙ୍କର ଶୈଶବ ନୁହେଁ, ସେମାନେ ନିଜ ପରିବାରଠୁ, ନିଜ ଗାଁଠୁ, ନିଜ ଘରଠାରୁ, ଏମିତିକି ନିଜ ସ୍ୱପ୍ନ ଏବଂ ନିଜ ପରିଚୟ ଠାରୁ ମଧ୍ୟ ସବୁଦିନ ପାଇଁ ଦୂରେଇ ଯାଆନ୍ତି। ଶିଶୁ ଚୋରା ଚାଲାଣ ରୋକିବା ପାଇଁ ଆମ ଦେଶରେ ବହୁତ ଗୁଡ଼ିଏ ନିୟମ ବି ଅଛି। ଆମ ଭାରତ ସମ୍ବିଧାନର ଧାରା 23(1) ଅନୁସାରେ ମଣିଷ ଚାଲାଣ ନିଷିଦ୍ଧ ଅଟେ। ସେମିତି ଶିଶୁ ଚୋରା ଚାଲାଣକୁ ରୋକିବା ପାଇଁ ଇମୋରାଲ୍ ଟ୍ରାଫିକ୍ ପ୍ରିଭେନ୍ସନ୍ ଆକ୍ଟ 1956, ଜୁଭେନାଇଲ୍ ଜଷ୍ଟିସ୍ ଆକ୍ଟ 2015, POCSO Act 2012, then Child Marriage Prohibition Act 2006, Bonded Labor Abolition System 1976 and Child Labor Regulation 1986। ଏହା ଛଡ଼ା ଯେଉଁ ଝିଅମାନଙ୍କୁ ଦେହ ବେପାରରେ ନିୟୋଜିତ କରାଯାଏ ବା ଲିପ୍ତ କରିବା ପାଇଁ ବ୍ୟବହାର କରାଯାଏ, ତାକୁ ରୋକିବା ପାଇଁ ସେଇ କେସ୍ ଗୁଡ଼ିକୁ ଧାରା 370, 372 ଏବଂ 373 ଅଣ୍ଡରରେ ଦର୍ଜ କରାଯାଇଥାଏ। ଆମେ ଭିଡ଼ିଓ ଆରମ୍ଭରୁ ଦାର୍ଜିଲିଂର ଯେଉଁ କୁନି ଝିଅ ବିଷୟରେ ଶୁଣିଥିଲେ, ତାକୁ କିଛି ମାସ ପରେ ଗୋଟିଏ ଘରୋଇ ବା
ଡୋମେଷ୍ଟିକ୍ ହେଲ୍ପର ହିସାବରେ ତାକୁ ଉଦ୍ଧାର କରାଯାଇଥିଲା। ତା ଉପରେ ହେଉଥିବା ଅତ୍ୟାଚାର ଏବଂ ଅନ୍ୟାୟକୁ ଦେଖି ଜଣେ ପଡ଼ୋଶୀ ସହିପାରିନଥିଲେ ଏବଂ ସେ ପୋଲିସକୁ ଖବର ଦେଇଥିଲେ। ତାପରେ ତାକୁ ସେଠୁ ଉଦ୍ଧାର କରାଯାଇଥିଲା। ଏବେ ସେ ପାଠ ପଢ଼ୁଛି ଏବଂ ଭବିଷ୍ୟତରେ ଶିକ୍ଷକ ହେବା ପାଇଁ ସ୍ୱପ୍ନ ଦେଖୁଛି, ଲକ୍ଷ୍ୟ ରଖିଛି ସେ। ହେଲେ ସବୁ ଶିଶୁଙ୍କ ଭାଗ୍ୟରେ ଏଇ ସୁଯୋଗ କିମ୍ବା ସୁବିଧା ଜୁଟେନି, ଏଇ ପ୍ରକାର ସମୟ ଆସେନି ଯେ ସେମାନେ ଉଦ୍ଧାର ପାଇଯାଇଥାନ୍ତି। କାହିଁକି? କାହିଁକିନା ବହୁତ ସମୟରେ ଆମେ ବଡ଼ମାନେ ଭୁଲି ଯାଉ ଯେ ଚାଇଲ୍ଡ ଟ୍ରାଫିକିଂ ଅର୍ ଶିଶୁ ଚୋରା ଚାଲାଣ ଗୋଟେ ଲିଗଲ୍ ଇସ୍ୟୁ ନୁହେଁ, ଏଇଟା ଗୋଟେ ମାନବିକତାର ସମସ୍ୟା। ଜଣେ ଶିଶୁକୁ ଉଦ୍ଧାର କରିବା ପାଇଁ କିମ୍ବା ଏମିତି ଅପରିସ୍ଥିତିରୁ ରକ୍ଷା କରିବା ପାଇଁ ଜରୁରୀ ନୁହେଁ ଯେ ଆମେ ସରକାର କିମ୍ବା ସରକାରୀ ଅଧିକାରୀ, ପୁଲିସ କିମ୍ବା ଆକ୍ଟିଭିଷ୍ଟ ହୋଇଥିବା। ଆମ ସାମ୍ନାରେ ଯଦି କୌଣସି ଶିଶୁ ଏମିତି ଅତ୍ୟାଚାରର ସାମ୍ନା କରୁଛି, ଏମିତି ଗୋଟେ ଅପରିସ୍ଥିତି ଭିତରେ ଅଛି, ତାହେଲେ ଆମେ ଗୋଟେ ଛୋଟିଆ ପଦକ୍ଷେପ ନେଇପାରିବା, ଯାହାଦ୍ୱାରା କି ଆମେ ତାକୁ କେବଳ ଉଦ୍ଧାର କରିପାରିବାନି, ହୁଏତ କୌଣସି ରାକେଟକୁ ମଧ୍ୟ ରୋକିପାରିବା। ଗୋଟିଏ ଚାଇଲ୍ଡ ହେଲ୍ପଲାଇନ୍ ନମ୍ବର ଅଛି 1098। ଏଠି ନିଃଶୁଳ୍କ ଅଟେ ଏବଂ ବର୍ଷର ପ୍ରତ୍ୟେକ ଦିନ ସବୁ ସମୟରେ ଖୋଲା ଥାଏ। ଆମେ ଏହାକୁ ଡାଏଲ୍ କରିକି ସେଇ ଶିଶୁ ବିଷୟରେ ଏବଂ ସେଇ ଜାଗା ବିଷୟରେ ସୂଚନା ଦେଇ ତାକୁ ରକ୍ଷା କରିପାରିବା। ଆମକୁ ମନେ ରଖିବାକୁ ପଡ଼ିବ ଯେ ଆମର ଏଇ ଛୋଟିଆ ପଦକ୍ଷେପଟେ ଗୋଟେ ଚାଇଲ୍ଡ ଟ୍ରାଫିକିଂ ପରି ବିକଟାଳ ସମସ୍ୟାକୁ ରୋକିବାରେ ସାହାଯ୍ୟ କରିବ। ଆମେ ଭୁଲି ଯିବାନି ଯେ ପ୍ରତ୍ୟେକ ଶିଶୁ, ପ୍ରତ୍ୟେକ ଛୋଟ ପିଲାକୁ ଗୋଟେ ସୁରକ୍ଷିତ ଭବିଷ୍ୟତ ଆଉ ଗୋଟେ ସୁରକ୍ଷିତ ସମାଜ, ଗୋଟେ ସୁରକ୍ଷିତ ବାତାବରଣ, ଟିକେ ହାଲକା ଖୁସି ଯୋଗାଇ ଦେବା ଗୋଟେ ମଣିଷ ହିସାବରେ, ପୃଥିବୀର ବାସିନ୍ଦା ହିସାବରେ ଆମ ସମସ୍ତଙ୍କର କର୍ତ୍ତବ୍ୟ। ଯଦି ଆଜିର ଭିଡ଼ିଓ ଭଲ ଲାଗିଥାଏ ତାହେଲେ ୟାକୁ ସେୟାର କରିବେ। ସାମାନ୍ୟ ସଚେତନତା ଯଦି ଆମେ ସୃଷ୍ଟି କରିପାରିଲେ, ଚାଇଲ୍ଡ ଟ୍ରାଫିକିଂକୁ ଆମେ ଆମ ତରଫରୁ ଟିକେ ବି ରୋକିବାରେ ସହଯୋଗ କରିପାରିଲେ, ତାହେଲେ ଏଇଟା ଆମ ଆଗାମୀ ପିଢ଼ି ପାଇଁ, ହଜାର ହଜାର ଶିଶୁଙ୍କ ପାଇଁ ଗୋଟେ ସୁରକ୍ଷିତ ସମାଜ ଆଉ ଗୋଟେ ସୁନ୍ଦର ଭବିଷ୍ୟତ ଦେବାରେ ସାହାଯ୍ୟ କରିବ। ଆଉ ମୋତେ କମେଣ୍ଟ ସେକ୍ସନରେ ଜଣାଇବେ ଯେ ବର୍ଷ 2023ରେ ଭାରତରେ ସମୁଦାୟ ଶିଶୁ ନିଖୋଜର କେତୋଟି ମାମଲା ଦର୍ଜ ହୋଇଛି। ଥ୍ୟାଙ୍କ ୟୁ।